ଜୁନ୍ 2, 1914। ହେ ଭଗବାନ, ଅନ୍ତର୍ମୁଖୀ ନୀରବତା ମଧ୍ୟରେ, ମୌନ ଆରାଧନା ମଧ୍ୟରେ ମୁଁ ଏହି ସମସ୍ତ ଅଜ୍ଞାନାଚ୍ଛନ୍ନ ଓ ଆର୍ତ୍ତଙ୍କ ସଙ୍ଗେ ଏକ ହୋଇଯାଇ ତୋତେ ପ୍ରଣାମ କରୁଛି। ଦିବ୍ୟ ତ୍ରାଣକର୍ତ୍ତା ରୂପେ, ପରମ ମୁକ୍ତିଦାତା ରୂପେ ତୋର ପ୍ରେମକୁ ଅଭିବାଦନ କରୁଛି। ତାର ଅଶେଷ କଲ୍ୟାଣ କର୍ମ ପାଇଁ ମୋର କୃତଜ୍ଞତା ଜଣାଉଛି। ତୋ ନିକଟରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରୁଛି, ଯେପରିକି ତୋର ପୂର୍ଣ୍ଣତାର କାର୍ଯ୍ୟକୁ ସର୍ବାଙ୍ଗ ସୁନ୍ଦର ଭାବରେ ତୁ ଶେଷ କରିପାରୁ। ତାପରେ ମୁଁ ଏକ ହୋଇଯାଇ ତୋ ପ୍ରେମ ସଙ୍ଗରେ ହୋଇଉଠେ କେବଳ ତୋର ଅଫୁରନ୍ତ ପ୍ରେମ। ସକଳ ବସ୍ତୁ ମଧ୍ୟରେ ମୁଁ ପ୍ରବେଶ କରି ପ୍ରତ୍ୟେକ ପରମାଣୁ ମଧ୍ୟରେ ବାସ କରି ସେଠାରେ ପ୍ରଜ୍ୱଳିତ କରେ ସେହି ଅଗ୍ନି ଯାହା ଆଣିଦିଏ ଶୁଦ୍ଧି ଏବଂ ରୂପାନ୍ତର, ଯାହା କେବେ ବି ନିର୍ବାପିତ ହୁଏ ନାହିଁ। ତାହା ହିଁ ତୋର ପରାତୃପ୍ତିର ବାହକ ଶିଖା, ସକଳ ସିଦ୍ଧିର ସିଦ୍ଧିଦାତା। ତାପରେ ଏହି ପ୍ରେମ ନିଜକୁ ନୀରବରେ ଆତ୍ମସ୍ଥ କରି ନିଜକୁ ତୋ ଆଡ଼କୁ ଖୋଲି ଧରେ। ହେ ଅଜ୍ଞେୟମୟୀ ସୂର୍ଯ୍ୟ, ଆତ୍ମହରା ପୁଲକରେ ତୋର ନବପ୍ରକାଶକୁ ଅପେକ୍ଷା କରୁଛି। ମା।